କନ୍ଧମାଳ ପୋଲିସକୁ ମିଳିଛି ବଡ଼ ସଫଳତା। କନ୍ଧମାଳ ଏସ୍ପି ହରି ସବିଶ ଓ ବ୍ରହ୍ମପୁର ଆଇଜିଙ୍କ ଆନ୍ତରିକ ଉଦ୍ୟମ, କାର୍ଯ୍ୟଦକ୍ଷତା, ଦୃଢ଼ ମନୋବଳ ଯୋଗୁଁ ଅନେକ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ବେଳେ ଅନେକ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆଉ ଆଜି ସୁକ୍ରୁ ଭଳି ଟପ୍ ମାଓ ନେତା କନ୍ଧମାଳ ଏସ୍ପିଙ୍କ ଆଗରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛି। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାର କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ନିଶ୍ଚିତ ହୋଇଯାଇଛି। ଶୁଣିବାକୁ ମିଳୁଛି କି ରହିଯାଇଥିବା ଆଉ କିଛି ସଦସ୍ୟ ମଧ୍ୟ 2 ଦିନ ମଧ୍ୟରେ ଆତ୍ମସମର୍ପଣ କରିବେ ବୋଲି ସୂଚନା ମିଳିଛି। ଗତ 2 ଦିନ ତଳେ କମ୍ବି ଅପରେସନ୍ ବେଳେ ବ୍ରାହ୍ମଣୀ ଗାଁ ପୋଲିସ ଥାନା ଅନ୍ତର୍ଗତ କାଟିଙ୍ଗା ପଞ୍ଚାୟତର ପଣସପଦର ଜଙ୍ଗଲରେ ଥିବା ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ବନ୍ଧୁକ କାରଖାନା ଜବତ କରିଥିଲେ। ଜିଲ୍ଲାରେ ଏସ୍ପିଙ୍କ ନିର୍ଦ୍ଦେଶରେ କମ୍ବି ଅପରେସନ୍କୁ ଜୋରଦାର କରାଯିବା ଦେଖିବା ମାତ୍ରେ ମାଓବାଦୀଙ୍କୁ ଗୁଳି କରି ମାରିବା ପାଇଁ ପୋଲିସ ଓ ସୁରକ୍ଷାକର୍ମୀ ପଣ କରିଥିଲେ। ତେବେ ସୁକ୍ରୁର ଆତ୍ମସମର୍ପଣ କନ୍ଧମାଳ ଜିଲ୍ଲା ମାଓମୁକ୍ତ ଜିଲ୍ଲା କରିବାରେ ବାଟ ସାଫ ହୋଇଥିଲା। ଏହା କେବଳ ସମ୍ଭବ ହୋଇଛି କନ୍ଧମାଳ ଜିଲ୍ଲା ଏସ୍ପି ହରି ସବିଶଙ୍କ ପାଇଁ। ଏହା ସହିତ ରାଜ୍ୟ ପୋଲିସକୁ ମିଳିଛି ବଡ଼ ସଫଳତା। ସୁକ୍ରୁ ନ ମାରିଥିଲେ 55 ଲକ୍ଷର ପୁରସ୍କାର। ସୁକ୍ରୁ ସହିତ ଅନ୍ୟ 4 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୋଟ 3 ମହିଳା ଓ 2 ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଫୁଲବାଣୀରୁ ଦାରୁନ ବେହେରାଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।